ଠାରୁ ଆତ୍ମପ୍ରକାଶ କରିଛି ଓଡ଼ିଶା ନାଗରିକ ମଞ୍ଚ ମୁଖ୍ୟ ଆବାହକ ଯେ ରହିଛନ୍ତି ବିଜୟ ମହାପାତ୍ର ଆଲୋଚନା କରିବା ଯେ ଏ ମଞ୍ଚର ଆବଶ୍ୟକତା କ'ଣ ପଡ଼ିଲା ଏବଂ କ'ଣ ଉଦ୍ଦେଶ୍ୟ ରହିବ। ଯେଉଁଭଳି ଭାବରେ କହିଲେ ଜଣେ ଭାରତବର୍ଷର ପାର୍ଲାମେଣ୍ଟ ସଭ୍ୟ ନିଶିକାନ୍ତ ଦୁବେ ସେ ଘଟଣାଟି ଏତେ ସମସ୍ତଙ୍କୁ ଆଘାତ ଦେଇଥିଲା ଓଡ଼ିଶାବାସୀଙ୍କୁ ତା ବିରୁଦ୍ଧରେ ଯାହା ପ୍ରତିବାଦ ହେବା କଥା ହେଇପାରିଲା ନାହିଁ। ସେଟା ହେଲା ପ୍ରଥମ ଆବଶ୍ୟକତା ଆମର ଆଜିର ରାଜନୀତି বা ଯେଉଁ ସିନିୟର ସିଟିଜେନ୍ସ ମାନଙ୍କର ଫୋରମ ଆମେ ତିଆରି କରୁ। ପ୍ରତିବାଦ ଠିକ୍ ଭାବରେ କରାଯାଇପାରିଲାନି। ଯେଉଁମାନେ ବଞ୍ଚିବା ପାଇଁ ଚାହେଁ ଗୋଟେ ଦଳ କରି ଗତ ନିର୍ବାଚନରେ ତାଙ୍କ ନିଜ ଫଟୋକୁ ମଧ୍ୟ ବିଲୀନ କରିଦେଲେ। ସେଠି ଜଣେ ଅଡ଼ୁଣିଆ ବ୍ୟକ୍ତିଙ୍କ ଫଟୋ ଆଣି ରଖିଲେ। ଭୁଲ କରିଛନ୍ତି କି ଠିକ୍ କରିଛନ୍ତି ସେମାନେ ବିଚାର କରିବେ। ମୁଁ ତାଙ୍କୁ ସମାଲୋଚନା କରିବା ପାଇଁ ଚାହେଁନି। ସଭାମଞ୍ଚରୁ ଆପଣ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଧନ୍ୟବାଦ ଦେଇଛି। ଆଜି ମନେ ପକାଇଲେ ବାପାଙ୍କ କଥା ଧନ୍ୟବାଦ ଦେଇଛି। ତ ସ୍ପଷ୍ଟ ଭାବରେ କହିଛୁ। ଆମେ ଆଜି ନ କରିଥିଲେ ମନେ ପଡ଼ିନଥାନ୍ତା। ତେଣୁ ଆମେ ତାଙ୍କୁ ମନେ ପକାଇଦେଲୁ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଲି। ସେପଟେ ନବୀନ ପଟ୍ଟନାୟକ କହିଛନ୍ତି ଯେ କିଛି ଲୋକ ବିଶ୍ୱାସଘାତକତା କରନ୍ତି ଏବଂ ମାସ୍କ ପିନ୍ଧିକି ସବୁବେଳେ ରହନ୍ତି, କିନ୍ତୁ ଲୋକ ଜାଣିଛନ୍ତି। ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ମୁଁ କିଛି କହିବା ପାଇଁ ଚାହେଁନି। ମୁଁ ତାଙ୍କୁ କେବଳ ଏତିକି କହିବି ନିଜ ଚେହେରାକୁ ନିଜ ଆଇନାରେ ଦେଖନ୍ତୁ। ତ ଯେଉଁଠି ଆମେ ଦେଖିବା ବିଜୟ ମହାପାତ୍ର ଏବଂ ସେ ମଧ୍ୟ ସିଧାସଳଖ ଭାବରେ ଟାର୍ଗେଟ୍ କରିଛନ୍ତି। ଆଜି ସଭା କରାଯାଇଥିଲା, ଓଡ଼ିଶା ନାଗରିକ ମଞ୍ଚ ଆତ୍ମପ୍ରକାଶ କରିଛି ଏବଂ ତା ସହିତ ସେ ସଭା ମଞ୍ଚରୁ ଖୋଲା ମଞ୍ଚରୁ ସିଧାସଳଖ ଭାବରେ ଏ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଧନ୍ୟବାଦ ମାଧ୍ୟମରେ କଟାକ୍ଷ ମଧ୍ୟ କରିଛନ୍ତି ଯେ ଯଦି ହୁଏତ ଆଜି ଆମେ ବିଜୁ ପ୍ରେମୀମାନେ ଏକାଠି ହୋଇନଥାନ୍ତୁ ତାହେଲେ ଦିଲ୍ଲୀରେ ସେ ତାଙ୍କ ତିରୋଧାନ ଦିବସ ବାପାଙ୍କ କଥା ମନେ ପକାଇ ନଥାନ୍ତେ ବା ତିରୋଧାନ ଦିବସ ପାଳନ କରିନଥାନ୍ତେ। କିନ୍ତୁ ତାରି ଭିତରେ ଏ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି ଯେ ନବୀନ ପଟ୍ଟନାୟକ ଯେଉଁ ଅଭିଯୋଗ ଆଣିଛନ୍ତି ଯେ କିଛି ଲୋକ ବିଶ୍ୱାସଘାତକତା କରନ୍ତି, ମାସ୍କ ପିନ୍ଧନ୍ତି, କିନ୍ତୁ ଲୋକେ ବୁଝିଲେଣି। ଏ କଥାର ଉତ୍ତରରେ ବିଜୟ ମହାପାତ୍ର କହିଛନ୍ତି ଯେ ଓଡ଼ିଶାବାସୀ ସବୁ ଜାଣିଛନ୍ତି ଏବଂ ସେ ନିଜ ଚେହେରାକୁ ଆଇନାରେ ଦେଖନ୍ତୁ।